ଆଜି ହେଉଛି ମକର ମେଳା। ମୋ ତରଫରୁ ଆପଣମାନଙ୍କୁ ଅଶେଷ ଶୁଭେଚ୍ଛା ଓ ଶୁଭକାମନା। ମକର ମେଳାର ଫାଷ୍ଟଟା ହେଲା ପିଠା। ସମସ୍ତେ ପୋଡ଼ପିଠା କରନ୍ତି, ଯେହେତୁ ଆମ ଘରେ କାହାକୁ ପୋଡ଼ପିଠା ଜଣା ନାହିଁ, ସେଥିପାଇଁ ଆମର ଚକୁଳି ପିଠା ହେଇଥିଲା। ଚକୁଳି ପିଠା ଖାଇସାରିଲା ପରେ ଆମେ ଚାଲିଲୁ କ୍ଷୀରି ଖାଇବା ପାଇଁ, ଯେଉଁଟାକି ଆମ ଭାଉଜ ଘରେ ହେଉଥିଲା। ପ୍ରଥମେ ମୁଁ ଆକୁ ଭୋଗ ଦେଲି, ଦେଖନ୍ତୁ ଇଏ କେମିତି ଢାଳି ମାରି ପକାଇଲା। ତାପରେ ମୁଁ ଯାଇକି ପିଲାମାନଙ୍କୁ ଭୋଗ ଦେଇଥିଲି। ଭୋଗ ଦେଇ ସାରିକିନି ମୁଁ ସେଠୁ ଭୋଗ ଟିକେ ନେଇ ଆସିକିନି ଖାଇ ଦେଇଥିଲି। ଖାଇସାରି ମୁଁ ଚାଲିଲି ଗାଧୋଇବା ପାଇଁ। ଗାଧୋଇ ଆସି ସାରିଲା ପରେ ଏଇଠି ଟିକେ ପୋଡ଼ପିଠା ଖାଇ, ଯେଉଁଟାକି ମୋ ମମିର ବାପ ଘରୁ ଆସିଥିଲା। ଖାଇସାରି ଆମେ ବାହାରିଲୁ କାଞ୍ଜିଆପାଳ, ଯେଉଁଟାକି ଆମ ଏରିଆର ସବୁଠୁ ବଡ଼ ମକର ମେଳା। ହୁଏତ ଏଇଟା ଆମ ଘର ପାଖକୁ ଟିକେ ଦୂର, ସେଥିପାଇଁ ଆମେ ଅଟୋ କରି ଯାଇଥିଲୁ। ଏମାନେ ଯାଇଥିଲେ ଅଟୋରେ ଆଉ ମୁଁ ଯାଇଥିଲି ସ୍କୁଟିରେ। ତାପରେ ଆମେ ଆସି ଏଇଠି ଟିକେ ରହିଥିଲୁ। ଏଇଟା ବଢ଼ିଆ ଜାଗା ହେଇଥିଲା ଏଠି। ସେଠି ଆମେ ପୁଣି ରହିସାରି ଚାଲିଲୁ। ତାପରେ ପୁଣି ଆମ ଗାଡ଼ି ଚାଲିଲା। ତାପରେ ଆଗରୁ ଏଇଟା କୁହାଯାଏ କି ଏଇ ଯେଉଁ ପୋଖରୀ କାଳେ ଏଠି ସୁନା ରୂପା ଭାସୁଥିଲା। ଯିଏ ଯାହା ମାଗୁଥିଲା ସକାଳ ହେବା ପୂର୍ବରୁ ଏଠାରେ ଭାସୁଥିଲା। ହେଲେ ଏବେ ଏଠାରେ ଆଉ ଭାସୁନି। ତାପରେ ଆମେ ଆସିକି ପହଞ୍ଚି ଯାଇଥିଲୁ। ଗାଡ଼ି ପାର୍କ କରି ଆମେ ଚାଲିଲୁ ମେଳା ଭିତରକୁ। ବାବାଲୁ ଏଠି ଏତେ ଭିଡ଼, ତ ଗଲାବେଳେ ଏତେ ଭିଡ଼ ନଥିଲା, ସେଥିପାଇଁ ଆମେ ଭୋଗରାଗ କରିଦେଲୁ। ଏଇଟା ହେଉଛି ତାର ଭିତରରେ ଭିଉ। ତାର ବାହାରେ ବି ଆହୁରି ପଡ଼ିଛି ଦୋକାନ ସବୁ। ଭୋଗରାଗ କରିଦେଇ ଆମେ ଟିକେ ବୁଲାବୁଲି କରି ଦିନରେ ଯାଇଥିଲୁ, କାରଣ ଆମ ସହିତ ଛୋଟ ଛୁଆ ସବୁ ଯାଉଥିଲେ। ଏ ଯେଉଁ ଥଣ୍ଡା ପାଗ, ସେଥିପାଇଁ ଆମେ ଦିନରେ ଯାଇଥିଲୁ। ଆସ୍ତେ ଆସ୍ତେ ସେଠାରେ ଭିଡ଼ ହେଲା। ତାପରେ ଛୁଆମାନେ ବି ସବୁ କାନ୍ଦିଲେ, ସେଥିପାଇଁ ଆମେ ପଳେଇ ଆସିଲୁ। ଦେଖା ହେବ ଗୋଟେ ନ୍ୟୁ ବ୍ଲଗରେ।